ଯଦା ସଂହରତେ ଚାୟଂ କୁର୍ମ ଅଙ୍ଗାନିବ ସର୍ବଶଃ ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟଶ୍ଚଭ୍ୟ ପ୍ରଜ୍ଞା ପ୍ରତିଷ୍ଠିତାଃ। କଇଁଚ ନିଜର ଅଙ୍ଗଗୁଡ଼ିକୁ ସବୁଆଡ଼ୁ ସଙ୍କୁଚିତ କରିନେଲା ପରି କର୍ମଯୋଗୀ ଇନ୍ଦ୍ରିୟ ସମୂହ ବିଷୟରୁ ଇନ୍ଦ୍ରିୟମାନଙ୍କୁ ଯେତେବେଳେ ସର୍ବଥା ସଙ୍କୁଚିତ ବା ନିବୃତ୍ତ କରିନିଏ ସେତେବେଳେ ତାହାର ବୁଦ୍ଧି ସ୍ଥିର ହୋଇଯାଏ। ସଦା ସଂହରତେ ପ୍ରଜ୍ଞା ପ୍ରତିଷ୍ଠିତାଃ। ଏଠାରେ କଇଁଚ ଉଦାହରଣ ଦେବାର ତାତ୍ପର୍ଯ୍ୟ ହେଲା କଇଁଚ ଚାଲିଲା ବେଳେ ତାର 4ଟି ଗୋଡ଼, ଗୋଟିଏ ଲାଞ୍ଜ, ଗୋଟିଏ ମୁଣ୍ଡ, ଏହି 6ଟି ଅଙ୍ଗ ଦେଖାଯାଏ, କିନ୍ତୁ ନିଜ ଅଙ୍ଗ ସମୂହକୁ ସଙ୍କୁଚିତ କରିଦେଲେ କେବଳ ତାହାର ପିଠି ଦେଖାଯାଏ। ଏହିପରି ସ୍ଥିତପ୍ରଜ୍ଞ ପଞ୍ଚେନ୍ଦ୍ରିୟ ଓ ମନ ଏ 6ଟିକୁ ସେମାନଙ୍କ ବିଷୟରୁ ନିବୃତ୍ତ କରାଇ ନିଏ। ଇନ୍ଦ୍ରିୟାଦି ସହିତ ଯଦି ତାହାର ତିଳେମାତ୍ର ବି ମାନସିକ ସମ୍ବନ୍ଧ ନଥାଏ ତେବେ ସେ ସ୍ଥିତପ୍ରଜ୍ଞ ନୁହେଁ। ଏଠାରେ ସଂହରତେ କ୍ରିୟା ଦେବାର ଉଦ୍ଦେଶ୍ୟ ହେଉଛି ଯେ ସେହି ସ୍ଥିତପ୍ରଜ୍ଞ ବିଷୟରୁ ଇନ୍ଦ୍ରିୟମାନଙ୍କୁ ଉପସଂହାର କରିନିଏ, ଅର୍ଥାତ୍ ମନରେ ମଧ୍ୟ ସେ ବିଷୟ ଚିନ୍ତନ କରେ ନାହିଁ। ଏହି ଶ୍ଲୋକରେ ଯଦା ପଦ ତ ବ୍ୟବହୃତ ହୋଇଛି, କିନ୍ତୁ ତଦା ପଦ ବ୍ୟବହୃତ ହୋଇନାହିଁ। ଯଦ୍ୟପି ଯତଦ୍ୱ ନିତ୍ୟ ସମ୍ବନ୍ଧ ଅନୁସାରେ ଯେଉଁଠି ଯଦା ଥାଏ ସେଠାରେ ତଦା ଉହ ହୁଏ ମଧ୍ୟ ତାହାକୁ ଗ୍ରହଣ କରାଯାଏ, ଅର୍ଥାତ୍ ତଦାପଦଟି ଯଦାପଦର ଅନ୍ତର୍ଗତ। ତଥାପି ଏଠାରେ ତଦାପଦ ପ୍ରୟୋଗ ନ କରିବାର ଏକ ବିଶେଷ ଉଦ୍ଦେଶ୍ୟ ହେଲା ଇନ୍ଦ୍ରିୟ ସମୂହ ନିଜ ନିଜ ବିଷୟରୁ ନିବୃତ୍ତ ହୋଇଗଲେ ସ୍ୱତଃ ସିଦ୍ଧ ତତ୍ତ୍ୱର ଯେଉଁ ଅନୁଭବ ହୁଏ ତାହା କାଳର ଅଧୀନ ବା କାଳର ସୀମାନ୍ତର୍ଗତ ନୁହେଁ। ଏହି ଅନୁଭବ କୌଣସି କ୍ରିୟା ଓ ତ୍ୟାଗର ଫଳ ନୁହେଁ, ଯାହା ଉତ୍ପନ୍ନଶୀଳ ନୁହେଁ। ତେଣୁ ଏଠାରେ କାଳବାଚକ ତଦାପଦ ପ୍ରୟୋଗର ଆବଶ୍ୟକତା ନାହିଁ। ଯେଉଁଠି କୌଣସି ବସ୍ତୁ ବା ଅନ୍ୟ ବସ୍ତୁର ଅଧୀନ ହୋଇଥାଏ ତଦାପଦ ସେଇଠି ବ୍ୟବହୃତ ହୁଏ। ଉଦାହରଣ ସ୍ୱରୂପ ଆକାଶରେ ସୂର୍ଯ୍ୟ ଥିଲେ ମଧ୍ୟ ଆଖି ବନ୍ଦ କରିଦେଲେ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ ଏବଂ ଆଖି ଖୋଲିଲେ ସୂର୍ଯ୍ୟ ଦେଖାଯାଆନ୍ତି। ମାତ୍ର ଏଠାରେ ସୂର୍ଯ୍ୟଙ୍କ ସହିତ ଆଖିର କାର୍ଯ୍ୟ କାରଣଗତ ସମ୍ବନ୍ଧ ନାହିଁ, ଅର୍ଥାତ୍ ଆଖି ଖୋଲିଲେ ସୂର୍ଯ୍ୟ ସୃଷ୍ଟି ହୁଅନ୍ତି ନାହିଁ। ସେ ପ୍ରଥମରୁ ସେହିପରି ଅଛନ୍ତି। ଆଖି ବନ୍ଦ କରିବା ପୂର୍ବରୁ ସେ ଯେପରି ଥିଲେ ଆଖି ବନ୍ଦ କରିବା ପରେ ମଧ୍ୟ ସେ ସେପରି ଅଛନ୍ତି। କେବଳ ଆଖି ବନ୍ଦ କରିବାକୁ ଆମେ ତାଙ୍କୁ ଦେଖିପାରୁନଥିଲେ। ସେହିପରି ଇନ୍ଦ୍ରିୟ ସମୂହକୁ ସମସ୍ତ ବିଷୟରୁ ନିବୃତ୍ତ କଲା ପରେ ସ୍ୱତଃ ସିଦ୍ଧ ପରମାତ୍ମା ତତ୍ତ୍ୱର ଯେଉଁ ଅନୁଭବ ହେଲା ତାହା ମନ ସମେତ ଇନ୍ଦ୍ରିୟମାନଙ୍କ ବିଷୟ ନୁହେଁ। ତାତ୍ପର୍ଯ୍ୟ ହେଲା ଭୋଗ ଉପଭୋଗ କରିବା ସତ୍ତ୍ୱେ ସେହି ସ୍ୱତଃସିଦ୍ଧ ତତ୍ତ୍ୱ ଯେପରି ରହେ, କିନ୍ତୁ ଭୋଗ ସହିତ ସମ୍ବନ୍ଧ ରୂପକ ପରଦା ରହିଥିବାରୁ ତାହା ଅନୁଭୂତ ହୁଏ ନାହିଁ ଏବଂ ସେହି ପରଦା ଦୂର ହେବା ମାତ୍ରେ ତାହା ଅନୁଭୂତ ହୁଏ।